ଆପଣମାନେ ତ କଇଁଚ ଠେକୁଆ କାହାଣୀ ଶୁଣିଥିବେ ନିଶ୍ଚୟ। ଠିକ୍ ସେହିଭଳି ଏକ କାହାଣୀ କହିବାକୁ ଯାଉଛି, ଟିକେ ଧ୍ୟାନ ଦିଅନ୍ତୁ। ଦିନେ ଗୋଟିଏ ଗଧ ଆଉ ଗୋଟିଏ କୁକୁର ମିଶି ଦୁହିଁଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ରଖିଲେ। ସର୍ତ୍ତ ଥିଲା, ପ୍ରତିଯୋଗିତାରେ ଯିଏ ଜୟଲାଭ କରିବ ସେ ସେହି ଇଲାକାର ମୁଖିଆ ହେବ। କୁକୁର ବହୁତ ଖୁସି ଥାଏ, କାରଣ ସେ ଗଧଠାରୁ ବହୁତ ଦ୍ରୁତ ଗତିରେ ଦୌଡ଼ିପାରେ। ସେ ନିଜକୁ ମନେ ମନେ ମୁଖିଆ ବୋଲି ଭାବି ସାରିଥିଲା। ପ୍ରତିଯୋଗିତା ଆରମ୍ଭ ହେଲା। କୁକୁର ଯେଉଁ ଗଳି ଦେଇ ଯାଉଥାଏ, ସେହି ଗଳିର କୁକୁରମାନେ ତା ସହିତ ଝଗଡ଼ା କରୁଥାନ୍ତି। ଏହିଭଳି ପ୍ରତ୍ୟେକ ଗଳିର କୁକୁର ସହିତ ଝଗଡ଼ା କରି କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ବେଳକୁ ଗଧ ପହଞ୍ଚି ସାରିଥାଏ। ଏହି କାହାଣୀରୁ ଆମେ ଏହା ଜାଣିବାକୁ ପାଇଲେ ଯେ ଆମ ସଫଳତାର ରାସ୍ତାରେ ସର୍ବଦା ଆମ ନିଜ ଲୋକ ହିଁ ବାଧକ ସାଜିଥାନ୍ତି।